ମଟନ ରେ ମଟନ ତାହା ପୁଣି ଯଦି ଦେଶୀ ଷ୍ଟାଇଲ ଏପରି ଭାବରେ ରାନ୍ଧିବ 2 ବେଲା ଭାତ ଜାଗାରେ 6 ବେଲା ଭାତ ଖାଇବା ଆଉ ଏତେ ଟେଷ୍ଟି ଯେ ବନଉ ତ ଅଧା ହିଁ ସରିଯିବ। ପରଫେକ୍ଟ ସିଯିବ, ପରଫେକ୍ଟ ବନିବ, ଏକ୍ସଟ୍ରା ମସଲା ବିନାରେ ଏତେ ସହଜ ଏତେ ସିମ୍ପଲ ଛୁଆଠୁ ଆରମ୍ଭ କରି ସମସ୍ତେ ବନେଇ ପାରିବେ। ବାସ୍ନାରେ ଭରପୁର ପୁରା ଅଥେଣ୍ଟିକ ଯେମିତି ବାସ୍ନା ଆସେ ମଟନର 2 ରୁ 6 ଗୁଣ ହେଇଯିବ। ଆଉ ଯଦି ବନେଇଲା ବେଳେ କିଏ ଜଣେ ପାଖରେ କଡେଇରୁ ଅଧ କଡେଇ ସରିଯିବ ଆଉ ଏତେ ଟେଷ୍ଟ ଲାଗିବ ଯେ କଣ କହିବି। ବନେଇଲେ ଜାଣିବେ। ଚାଲନ୍ତୁ ଫ୍ରେଣ୍ଡ ଡେରି କରିବାନି, ଆରମ୍ଭ କରିଦବା ଆଜି ଆମର ଛୋଟିଆ ନୂଆ ରେସିପିଟିଏ, ଦେଶୀ ଷ୍ଟାଇଲ ମଟନର ତରକାରୀ। ତ ତା ଲାଗି ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ସୋରିଷ ତେଲ। ଏଇଠି ଫ୍ରେଣ୍ଡ ସୋରିଷ ତେଲ ବହୁତ ବଢିଆ ସେ ଗରମ ହେଇଗଲାଣି। ଗରମ ଗରମ ସୋରିଷ ତେଲ ଉପରେ ଆମେ ଏଇଠି ଦେଇଦବା ଫ୍ରେଣ୍ଡ ଜିରା। ଜିରା ଏଇଠି ମୁଁ 1 ଚାମଚ ନେଇଛି ଫୁଟେଇବା ପାଇଁ। ବହୁତ ବଢିଆ ସେ ଫ୍ରେଣ୍ଡ ଫୁଟିଗଲା ପରେ ଆମେ ଦେଇଦବା ଏଇଠି ଶୁଖିଲା ଲଙ୍କା। ଏଇଠି ମୁଁ 1 ଦେଇଛି ଶୁଖିଲା ଲଙ୍କା, ମଝିରୁ ଟିକେ ଫାଡି ଦେଇଛି। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ପିଆଜ କାଟିକି, 1 ବଡ ପିଆଜ ଏଇଠି ରଖିଦେଇଥିଲି। ଏଇଠି ଫ୍ରେଣ୍ଡ ମୁଁ ଅଧ କିଲୋ ମଟନ ପାଇଁ ବନେଇବି, ତ ଆପଣ ଏଇଠି କ୍ୱାଣ୍ଟିଟି ମୁଁ ଏଇଠି ଆପଣଙ୍କୁ ସବୁ କହିଯିବି। ଆପଣ ଆପଣଙ୍କ ହିସାବରେ କ୍ୱାଣ୍ଟିଟି ବଢେଇ ପାରିବେ, ତା ସହିତ ଫ୍ରେଣ୍ଡ ଆପଣ ଏଇଠି କମେଇ ବି ମଧ୍ୟ ପାରିବେ। ପିଆଜଟି ଫ୍ରେଣ୍ଡ କଲର ବହୁତ ବଢିଆ ସେ ଚେଞ୍ଜ ହବାକୁ ଆମେ ଛାଡିଦବା। ଆପଣ ଯେମିତି ସ୍କ୍ରିନରେ ଦେଖୁଛନ୍ତି ଠିକ ଏହିପରି ଭାବରେ ପିଆଜର କଲରଟି ଟିକେ ଚେଞ୍ଜ ହେଇଗଲା ପରେ ଆମେ ଏଇଠି ଦେଇଦବା ଅଦା ଆଉ ରସୁଣର ପେଷ୍ଟ। ଏଇଠି ଫ୍ରେଣ୍ଡ ବଡ ଚାମଚରେ ମୁଁ 2 ଚାମଚ ନେଇଯାଇଛି ଅଦା ରସୁଣର ପେଷ୍ଟ। ଏଇଠି ଫ୍ରେଣ୍ଡ ମୁଁ ଅଧ କିଲୋ ମଟନ ପାଇଁ କହୁଛି, ଆପଣ ଆପଣଙ୍କ ହିସାବରେ ଯଦି ଚାହୁଁଛନ୍ତି ବେଶୀ ମସଲା କରିବେ ନାହିଁ ତ ଆପଣ ଏଇଠି 1 ଚାମଚ ମଧ୍ୟ ଅଦା ରସୁଣ ପେଷ୍ଟ ନେଇପାରିବେ। ବହୁତ ବଢିଆ ସେ ଫ୍ରେଣ୍ଡ ଆମେ ଆକୁ ଟିକେ ଏଇପରି ଭାବରେ ମିକ୍ସ କରିବା ପାଇଁ ଛାଡିଦବା। ଗୋଟେ ବଢିଆ ବାସ୍ନା ଆସିବ। ତାପରେ ଆମେ ଏଇଠି ପିଆଜର ବଟା ପକେଇଦବା। ଆପଣ ଚାହିଁଲେ ଫ୍ରେଣ୍ଡ ପିଆଜ ଛେଚିକି ପକେଇ ପାରିବେ। ଏଇଠି ଫ୍ରେଣ୍ଡ ମୁଁ ପିଆଜକୁ ଗ୍ରାଇଣ୍ଡିଙ୍ଗ କରିକି ନେଇଯାଇଛି। ଏଇଠି ଫ୍ରେଣ୍ଡ 2ଟା ମୁଁ ବଡ ପିଆଜ ନେଇଯାଇଥିଲି। 2ଟା ପିଆଜକୁ ମୁଁ ଏଇଠି ଗ୍ରାଇଣ୍ଡିଙ୍ଗ କରିଦେଇଛି ବହୁତ ହି ବଢିଆ ସେ। ଅଳ୍ପ ଟିକେ ପାଣି ଦେଇକି ଆପଣ ଚାହିଁଲେ ଫ୍ରେଣ୍ଡ ଛେଚିକି ନେଇପାରିବେ, କିମ୍ବା ଆପଣ ଚାହିଁଲେ ଫ୍ରେଣ୍ଡ ଗୋଟେ ପିଆଜ ମଧ୍ୟ ଆଡ କରିପାରିବେ। ମସଲାରେ ମୁଁ ନେଇଯାଇଛି ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତା ସହିତ ମଟନର ମସଲା, ତା ସହିତ 1 ଚାମଚ ଜିରା ଆଉ ଧନିଆର ଗୁଣ୍ଡ। ସବୁତକ ଫ୍ରେଣ୍ଡ ଆମେ ଏଇଠି ଦେଇଦବା କଡେଇ ଉପରେ। ଆପଣ ଚାହିଁଲେ ଫ୍ରେଣ୍ଡ ଏଇଠି ଜିରା ଧନିଆ ଗୁଣ୍ଡ ସ୍କିପ୍ ମଧ୍ୟ କରିପାରିବେ। ଯଦି ଦଉଛନ୍ତି ତ ଭଲ ଦେଶୀ ବାସ୍ନା ମଧ୍ୟ ଆସିବ। ଯଦି ଫ୍ରେଣ୍ଡ ମଟନର ମସଲା ନାହିଁ ତ ଆପଣ କେବଳ ଏଇଠି ଜିରା ଧନିଆ ଗୁଣ୍ଡକୁ ମଧ୍ୟ ଆଡ କରିପାରିବେ। ବହୁତ ହି ବଢିଆ ସେ ଫ୍ରେଣ୍ଡ ଆମେ ଏଇଟାକୁ ଟିକେ ଛାଡିଦବା ଫୁଟିବା ପାଇଁ, ତାକି ଆମର ମସଲା ସିଝିଯିବ ବହୁତ ହି ସହଜରେ। ତା ସହିତ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି 1 ଟମାଟୋ। ଟମାଟୋକୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ବହୁତ ହି ବଢିଆ ସେ। 1 ଟମାଟୋକୁ ପାଣି ଦେଇକି ଅଳ୍ପ ମୁଁ ଏଇଠି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ସେ ଟମାଟୋକୁ ଆମେ ଏଇଠି ଦେଇଦବା। ଆପଣ ଚାହିଁଲେ ଫ୍ରେଣ୍ଡ କାଟିକି ବି ନେଇପାରିବେ, କିନ୍ତୁ ଅଧିକ ବହଳିଆ ହବା ପାଇଁ ତରକାରୀଟା ମୁଁ ଏଇଠି ଟମାଟୋଟାକୁ ଗ୍ରାଇଣ୍ଡିଙ୍ଗ କରିକି ନେଇଯାଇଛି। ବହୁତ ହି ବଢିଆ ସେ ଫ୍ରେଣ୍ଡ ୟାକୁ ଟିକେ ଛାଡିଦବା ମସଲାଟା କଷି ହବା ପାଇଁ। ତା ଲାଗି ମୁଁ ଏଇଠି ଟିକେ ଘୋଡେଇକି ଛାଡି ଦଉଛି, ତାକି ବହୁତ ହି ଜଲ୍ଦି ଆମର ମସଲାଟା କଷି ହେଇଯିବ। ତା ସହିତ ଫ୍ରେଣ୍ଡ ବଢିଆ ବାସ୍ନା ମଧ୍ୟ ଆସିବ, ଉପରକୁ ଟିଙ୍ଗିବ ନାହିଁ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମସଲାଟା ଆମର ବଢିଆ କଷି ହେଇଗଲାଣି, ବଢିଆ ବାସ୍ନା ବି ମଧ୍ୟ ଆସୁଛି। ଏଇଠି ମୁଁ ଆପଣଙ୍କୁ ଦେଖଉଛି। ମଝିରେ ମଝିରେ ଫ୍ରେଣ୍ଡ ଚଲଉଥିବେ, ଯଦି ଘୋଡେଇକି ରଖୁଛନ୍ତି ତ ଚଲେଇବେ ନିହାତି ଭାବରେ, ନହେଲେ ଏଇଟା ଆପଣଙ୍କର ଲାଗିଯିବାର ମଧ୍ୟ ସମ୍ଭାବନା ଥାଏ। ଏହିପରି ଭାବରେ ଫ୍ରେଣ୍ଡ ଆପଣ ଚଲେଇ ଦିଅନ୍ତୁ। ଚଲେଇ ଦେଇକି ଫ୍ରେଣ୍ଡ ଆପଣ ୟାକୁ ବହୁତ ହି ଭଲସେ ଏହିପରି ଭାବରେ ୟାକୁ ଛାଡି ଦିଅନ୍ତୁ, ଆଉ ଟିକେ ସମୟ ହାଲକା ଘୋଡେଇକି, ତାକି ଆମର ଆଉ ଯେତିକି ଅଛି କଞ୍ଚା ବାସ୍ନା ହଉଛି ସେ ବି ମଧ୍ୟ ବହୁତ ହି ବଢିଆ ସେ ସିଝିଯିବ। ତା ପାଇଁ ସାଇଡ ବାଇ ସାଇଡ ମୁଁ ଆପଣଙ୍କୁ ଏଇଠି ଦେଖି ଦଉଛି ମଟନ। ତ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଥିଲି ଅଧ କିଲୋ ମଟନ, ଚର୍ବି, ତା ସହିତ ଏଇଠି ମାଂସ ମିଶିଛି, ତା ସହିତ ଫ୍ରେଣ୍ଡ କଲିଜା ବି ମିଶିଛି। ଆପଣଙ୍କୁ ଏଇଠି ମୁଁ ଟିକେ ପାଖରୁ ବି ମଧ୍ୟ ଦେଖେଇ ଦଉଛି। ଫ୍ରେଣ୍ଡ ଏଇଠି ମୁଁ ଆପଣଙ୍କୁ ମଟନ ଦେଖଉଛି ଏଇଥିପାଇଁ କି ଟିକେ ଆପଣ ଏଇଠି ଦେଖିପାରୁଥିବେ କୋଉ ପରିକା ମୁଁ ପିସ୍ ନେଇଛି, ଆଉ ୟାକୁ ଫ୍ରେଣ୍ଡ ସିଝେଇବା ବହୁତ ହି ସହଜ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ, ଯଦି ଆପଣ ମଟନରେ ଚର୍ବି ଆଣୁଛନ୍ତି ତ ତରକାରୀଟା ଆପଣଙ୍କର ବହୁତ ହି ବହଳିଆ ବଢିଥାଏ, ବହଳିଆ ଗାଢା ହେଇଥାଏ। ତା ସହିତ ଫ୍ରେଣ୍ଡ ଖାଇବାରେ ମଧ୍ୟ ଟେଷ୍ଟ ଲାଗିଥାଏ। ତ ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ଦେଖଉଛି ଚର୍ବି, ଯୋଉ ହ୍ୱାଇଟ ପାର୍ଟ ଦେଖୁଛନ୍ତି ତ ତାକୁ ଫ୍ରେଣ୍ଡ ଆପଣ ନିହାତି ଭାବରେ ଆଡ କରନ୍ତୁ। ଆପଣଙ୍କର ମଟନଟା 2 ଗୁଣ ଟେଷ୍ଟ ହବ। ତା ସହିତ ଫ୍ରେଣ୍ଡ ଆପଣଙ୍କର ଏଇଠି ତେଲ ବି ମଧ୍ୟ ବାହାରିବ। ତେଣୁକରି ବେଶୀ ତେଲ ପକେଇବେ ନାହିଁ। ଯଦି ଚର୍ବି ନଉଛନ୍ତି ତ ବେଶୀ ତେଲ ଏଇଠି ଆପଣ ଦେଇକି ବନେଇବେ ନାହିଁ। ତା ସହିତ ଫ୍ରେଣ୍ଡ ଯଦି ଆପଣ ମଟନର ଚର୍ବି ନ ନଉଛନ୍ତି ତ ଆପଣଙ୍କର ତରକାରୀଟା ଖଳଖାଳିଆ ହେଇଥାଏ, ଏତେ ମସଲାଦାର ଲାଗିନଥାଏ। ଯଦି ଚର୍ବି ନଉଛନ୍ତି ତ ବହୁତ ବଢିଆ ଟେଷ୍ଟ ଲାଗିଥାଏ। କଥାରେ କଥାରେ ଦେଖିପାରୁଥିବେ ଫ୍ରେଣ୍ଡ ମସଲାଟା ଆମର ସିଝି ଯାଇଛି। ମଝିରେ ମଝିରେ ମୁଁ ତାକୁ ବହୁତ ହି ବଢିଆ ସେ ଘୋଡେଇକି ସିଝଉଛି, ତାକି ଆମର ବହୁତ ହି ଜଲ୍ଦି ମସଲାଟା ସିଝିଯିବ। ତ ଏଇଠି ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ତେଲ ତକ ସବୁ ଉପରକୁ ଉଠି ଗଲାଣି ମସଲାର।
ଆଉ ବହୁତ ହି ବଢିଆ ସେ ଆପଣ ଦେଖିପାରୁଥିବେ ମସଲାଟା ପୁରା ସେଟ୍ ହେଇକି ବସି ଯାଇଛି ଆଉ କଡେଇରୁ ପୁରା ଆରାମ ସେ ଛାଡି ଯାଉଛି। ଏଠି ମୁଁ ଆପଣଙ୍କୁ ଦେଖଉଛି ମସଲାଟା ପୁରା କଡେଇରୁ ଛାଡି ଯାଉଛି ଆଉ ଲାଗୁନି ବି ମଧ୍ୟ। ଇଏ ଦେଖନ୍ତୁ ଫ୍ରେଣ୍ଡ ପୁରା ପରଫେକ୍ଟ କଲର ବି ମଧ୍ୟ ଆସିବ ଭାରି। ମସଲାଟା ଯେତେ କଷେଇବେ ଫ୍ରେଣ୍ଡ ସେତିକି ଆପଣଙ୍କର କଲରଟା ଏଇଠି ବାହାରିକି ଆସିବ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ପୁରା ପରଫେକ୍ଟ ଆମର ବାସ୍ନା ବି ଆସିଗଲାଣି। ଏଇ ଷ୍ଟେଜରେ ଫ୍ରେଣ୍ଡ ଆପଣଙ୍କୁ ଆଉ କିଛି କରିବାର ନାହିଁ। ଏଇଠି ଫ୍ରେଣ୍ଡ ଆପଣଙ୍କୁ ପାଣି ମଧ୍ୟ ଦବାର ନାହିଁ। ପ୍ରଥମେ ଆମେ ଯୋଉ ପିଆଜ ବଟା ଦେଇଥିଲେ ସେଇଥିରେ ଅଳ୍ପ ଟିକେ ପାଣି ଦେଇଥିଲେ ବସ୍ ସେତିକି। ଆଉ ଆମେ ଏଇଠି ଆଦୌ ପାଣି ଦେଇନେ। ଏଇ ଷ୍ଟେଜରେ ଫ୍ରେଣ୍ଡ ଆପଣଙ୍କୁ ଦେଇଦବାର ଅଛି ଆଳୁ। ଏଇଠି ଫ୍ରେଣ୍ଡ ମୁଁ ନେଇଛି କଟା ଆଳୁ ମାନେ କଞ୍ଚା ଆଳୁକୁ ମୁଁ କାଟି ଦେଇଛି। ଏଇଠି ଫ୍ରେଣ୍ଡ ମୁଁ 3ଟା ଆଳୁ ନେଇଛି ଦୁଇ ଦୁଇ ଖଣ୍ଡ କରିକି ଏଇଠି ମୁଁ ମଝିରୁ କାଟି ଦେଇଛି। ୟାକୁ ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମେ ମିକ୍ସ କରିଦବା ଟିକେ। ଆପଣ ଚାହିଁଲେ ସିଝା ଆଳୁ ନେଇପାରିବେ। ସିଝା ଆଳୁ ଯଦି ନଉଛନ୍ତି ପଛରେ ପକେଇବେ, ଯଦି କଞ୍ଚା ଆଳୁ ନଉଛନ୍ତି ତ ବହୁତ ହି ବଢିଆ। ତ ଏଇଠି ଫ୍ରେଣ୍ଡ ଦେଖୁଥିବେ ମୁଁ ମଟନ ତକ ବି ମଧ୍ୟ ଏଇଠି ଦେଇଦେଇଛି ସବୁ ତକ। ତ ୟାକୁ ଫ୍ରେଣ୍ଡ ଆପଣ ଏଇଠି ମଟନ ତକ ବି ମଧ୍ୟ ଦେଇଦେବେ। ଦେଇକି ଫ୍ରେଣ୍ଡ ୟାକୁ ବହୁତ ହି ବଢିଆ ସେ ଟିକେ ମିକ୍ସ କରିଦେବେ। ତ ଏଇଠି ଫ୍ରେଣ୍ଡ ୟାକୁ ଆମେ ମଟନ ତକ ଦେଇକି ବହୁତ ହି ଭଲସେ ସବୁ ତକ ମୁଁ ମିକ୍ସ କରି ନଉଛି ତାକି ଇଏ ଆମର ଗୋଟେ କଷେଇଲା ଟାଇପର ହେଇଯିବ, ଯୋଉଟା କି ଫ୍ରେଣ୍ଡ ଆମର ମଟନଟା ସିଝିବାରେ ବହୁତ ବଢିଆ ଲାଗିବ, ଟେଷ୍ଟ ମଧ୍ୟ 2 ଗୁଣା ହେଇଯିବ। ତ ଏଇଠି ଫ୍ରେଣ୍ଡ ମଟନ ଆଉ ଆଳୁକୁ ସବୁତକ ଟିକେ ମସଲାରେ କଭର କରେଇ ଦିଅନ୍ତୁ। ଆଉ ଏଇଠି ଫ୍ରେଣ୍ଡ ଆପଣଙ୍କୁ ଧ୍ୟାନ ଦେବାର ଅଛି ମିଡିୟମ ଫ୍ଲେମ ରଖିବେ, ଲୋ ଫ୍ଲେମ କରିବେ ନାହିଁ କିମ୍ବା ହାଇ ଫ୍ଲେମ କରିବେ ନାହିଁ। ମିଡିୟମ ଫ୍ଲେମ ରଖିକି ଆପଣଙ୍କୁ ଏଇଠି ମସଲାଟି କଷେଇ ଦେବାର ଅଛି। ବେଶୀ ନାହିଁ ଫ୍ରେଣ୍ଡ 5 ମିନିଟ କମ ସେ କମ ଆପଣ ଏଇଠି ମସଲା ସହିତ ମଟନ ଟାକୁ କଷେଇ ଦିଅନ୍ତୁ ତାକି ବହୁତ ବଢିଆ ଫ୍ଲେଭର ଆସିବ। ମଟନ ଭିତରେ ମସଲାଟା ପଶିଯିବ, ତା ସହିତ ଫ୍ରେଣ୍ଡ ଆମର ବହୁତ ବଢିଆ ଭାବରେ ଟେଷ୍ଟି ମଧ୍ୟ ଲାଗିବ। ତ ତା ପୂର୍ବରୁ ଫ୍ରେଣ୍ଡ କହି ରଖିବା ପାଇଁ ଚାହୁଁଛି ଆପଣ ଆସିଛନ୍ତି ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ। ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଆପଣଙ୍କୁ ଏଠି ମିଳିଥାଏ। ଯଦି ଆପଣ ଏପର୍ଯ୍ୟନ୍ତ ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଜଲ୍ଦି ଯାଇକି ସବସ୍କ୍ରାଇବ କରି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ରେସିପି ଟିପ୍ସ ଆଣ୍ଡ ଟ୍ରିକ୍ ଦେଖିବା ପାଇଁ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମଟନକୁ ବହୁତ ବଢିଆ ଭାବରେ ମୁଁ 5 ମିନିଟ ପାଇଁ ମିକ୍ସ କରିଦେଇଥିଲି। ତାପରେ ଏଇଠି ମୁଁ ଟିକେ ଘୋଡେଇକି ଛାଡି ଦଉଛି କମ ସେ କମ 2 ମିନିଟ ପାଇଁ। 2 ମିନିଟ ପରେ ମୁଁ ଆପଣଙ୍କୁ ଏଇଠି କଭର ହଟେଇକି ଦେଖଉଛି। ବହୁତ ହି ବଢିଆ ସେ ମସଲା ସହିତ ଆମର ମଟନ ଟା ଏଇଠି ମିକ୍ସ ହେଇଯାଇଛି। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ତାକୁ ଆମେ ଟିକେ କଷେଇଦବା, ମାନେ ଆଉ ଟିକେ ଆମେ ମିକ୍ସ କରିଦବା, ନହେଲେ କଡେଇରେ ଆମେ ଯେହେତୁ ବନଉଛେ ତ ଲାଗିଯିବାର ସମ୍ଭାବନା ଥାଏ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛି, ଆପଣ ଯଦି ଚାହିଁବେ ଏଇଠି ପ୍ରେସର କୁକର ବି ମଧ୍ୟ ୟୁଜ କରିପାରିବେ। ଆପଣଙ୍କର ବହୁତ ହି କମ ଟାଇମ ରେ ବନି ଯାଇଥାଏ। ଯୋଉମାନେ ଚାହୁଁଛନ୍ତି କଡେଇରେ ବନେଇବା ପାଇଁ କିମ୍ବା ଡେକ୍ଚିରେ ବନେଇବା ପାଇଁ ତ ଏଇପରି ଭାବରେ ବନାନ୍ତୁ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ପୁରା ପରଫେକ୍ଟ ରେଡି ହେଇଗଲାଣି କଷାଟି ଆମର। ତ ଏବେ ଆମେ ଦେଇଦବା ଗରମ ପାଣି। ଏଇଠି ଫ୍ରେଣ୍ଡ ପାଣିଟା ମୁଁ ହାଲକା ଗରମ କରିଦେଇଥିଲି। ତ ଗରମ ପାଣି ଫ୍ରେଣ୍ଡ ଏଇଠି ମୁଁ ଦେଇ ଦଉଛି। ଏଇଠି ଫ୍ରେଣ୍ଡ ମୁଁ ଗୋଟିଏ ବଡ ଗ୍ଲାସରେ ଆପଣ ଦେଖିପାରୁଥିବେ ଗ୍ଲାସ ହବ ଗରମ ପାଣି ନେଇଛି। ସବୁ ତକ ଏଇଠି ମୁଁ ଦେଇ ଦଉଛି। ଏଇଠି ମୁଁ ଅଧ କିଲୋ ମଟନ ରେ ଦେଇଛି, ଯେମିତି କି ଆମେ ଗରମ ଭାତ ଖାଇପାରିବା ଆଉ ରୁଟି ପରଟା ବି ମଧ୍ୟ ଏଇଠି ଖାଇ ହେଇଯିବ। ପୁରୀ ବି ମଧ୍ୟ ଆରାମସେ ଆମେ ଏଇଠି ଖାଇପାରିବା। ୟାକୁ ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ହି ବଢିଆ ସେ ପୁରା ଇଏ ଆମର ରେଡି ହେଇଯାଇଛି। ୟାକୁ ଫ୍ରେଣ୍ଡ ଆଉ କରିବାର କୌଣସି କଥା ନାହିଁ, ଜଷ୍ଟ ଘୋଡେଇ ଦିଅନ୍ତୁ ଆପଣ। ଘୋଡେଇ ଦେଇକି କିଛି ଟାଇମ ପାଇଁ ଆପଣ ଏଇକୁ ଛାଡି ଦିଅନ୍ତୁ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ କମ ସେ କମ 5ରୁ 10 ମିନିଟ ହେଇଯାଇଛି। ମୁଁ ଆପଣଙ୍କୁ ଢକ୍କନ ହଟେଇକି ଦେଖଉଛି। ଲୋ ଫ୍ଲେମ ରେ ମୁଁ କରିଥିଲି। ବହୁତ ହି ବଢିଆ ସେ ଆମର ତରକାରୀଟା ଆମର ଫୁଟି ଆସିଲାଣି। ତା ସହିତ ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ହି ବଢିଆ ବାସ୍ନା ଆସିବ। ୟାକୁ ଫ୍ରେଣ୍ଡ ଟିକେ ମିକ୍ସ କରିଦବା, ମଝିରେ ମଝିରେ ଚଲେଇ ରଖୁଥିବେ ଫ୍ରେଣ୍ଡ। ଆଉ ଯଦି ଆପଣ ପ୍ରେସର କୁକର ରେ କରୁଛନ୍ତି ତ କମ ସେ କମ ଫ୍ରେଣ୍ଡ 3ଟା ହୁଇସିଲ ଦେବେ। ବେଶୀ ନାହିଁ 3ଟା ହୁଇସିଲରେ ମସଲା କଷେଇ ସାରିବାର 3ଟା ହୁଇସିଲରେ ଆପଣଙ୍କର ମଟନ ଟା ପୁରା ପରଫେକ୍ଟ ସିଝି ଯାଇଥାଏ। ଯଦି ଆପଣ କରୁଛନ୍ତି ପ୍ରେସର କୁକରରେ। ଯଦି ଆପଣ କଡେଇରେ କରୁଛନ୍ତି ଫ୍ରେଣ୍ଡ ତ ଆପଣଙ୍କୁ ଏଇଠି କମ ସେ କମ ଚେକ୍ କରିବା ପାଇଁ ପଡିଥାଏ। 10 ମିନିଟରେ 15 ମିନିଟରେ ଥରେ ଆପଣଙ୍କୁ ଏଇଠି ଚେକ୍ କରିବା ପାଇଁ ପଡିଥାଏ। ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ଦେଖେଇ ଦଉଛି ବହୁତ ହି ବଢିଆ ସେ ମିକ୍ସ କରେଇକି, ତାକି ଆମର ଏଇଠି ଲାଗିନି। ମିକ୍ସ ଯଦି ନ କରିବେ ତ ଏଇଠି ଟିକେ ଲାଗିଯିବାର ସମ୍ଭାବନା ଥାଏ। ତେଣୁକରି ଫ୍ରେଣ୍ଡ ମଝିରେ ମଝିରେ ମିକ୍ସ କରୁଥିବେ। ଏଇଠି ଫ୍ରେଣ୍ଡ ଆପଣଙ୍କୁ ମୁଁ ଦେଖେଇଦେବା ପାଇଁ ଚାହୁଁଛି କମ ସେ କମ ଏଇଠି ଅଧଘଣ୍ଟାରୁ 45 ମିନିଟ ପରେ ମଟନ ଟା ଆମର ବହୁତ ହି ବଢିଆ ଭାବରେ କଲର ଆସିଛି। ମୁଁ ପୁରା ଲୋ ଫ୍ଲେମ ରେ ଛାଡି ଦେଇଥିଲି। ଲୋ ଫ୍ଲେମ ରେ ଛାଡିକି ବନେଇଥିଲି। ଆଉ ଆମର ଏଇଠି ମଟନ ଟା ବି ମଧ୍ୟ ରେଡି ହେଇଯାଇଛି। ମୁଁ ଏଠି ଗ୍ୟାସ ଟି ବନ୍ଦ କରିଦଉଛି। ଗ୍ୟାସ ବନ୍ଦ କରିକି ମୁଁ ଆପଣଙ୍କୁ ଦେଖେଇ ଦଉଛି ଆଳୁ ଆଉ ମଟନ ଦୁଇଟା ଯାକ କିପରି ଭାବରେ ସିଝିଛି। ଏଇଠି ଫ୍ରେଣ୍ଡ ଆଳୁକୁ ମୁଁ ପ୍ରଥମେ ଦେଖିବା ପାଇଁ ଚାହୁଁଛି। ଚାମଚରେ ଚାପିଲି ପୁରା ପରଫେକ୍ଟ ଆମର ସିଝି ଯାଇଛି। ବସ୍ ଏତିକି ଆମର ସିଝିବାର ଦରକାର ଥିଲା। ତା ସହିତ ଫ୍ରେଣ୍ଡ ମଟନ ଟି ବି ମୁଁ ଆପଣଙ୍କୁ ଦେଖେଇ ଦଉଛି ପିସ୍ ଟା। ମଟନ ଟି ଏଇଠି ମୁଁ ଦେଇଦେଇଛି। ଆପଣଙ୍କୁ ଏଇଠି ଦେଖେଇ ଦଉଛି ଚାପିକି ପୁରା ପରଫେକ୍ଟ, ମାନେ ପିଠିପାତିଆ ଲଗେଇଲେ ବି ପୁରା ପରଫେକ୍ଟ ଚାପି ହେଇକି ଛିଣ୍ଡି ଯାଉଛି। ମାନେ ଆପଣ ଭାବୁଥିବେ ଦାନ୍ତରେ ଭିଡିଲେ କେତେ ସହଜରେ ଇଏ ଆମର ଚାପି ହେଇକି ଭିଡି ହବ। ଇଏ ଦେଖନ୍ତୁ ଫ୍ରେଣ୍ଡ ପୁରା ପରଫେକ୍ଟ ଆମର ମଟନ ବି ମଧ୍ୟ ଇଏ
रेडी हो जाइए ये देखो फ्रेंड एबे आउ किछि भी करिवार नाइ याको फ्रेंड जदि आपण खाइया पे चाहउछथि इंस्टेंट तो इंस्टेंट खाइ परिबे आ गोटे सीक्रेट टिप्स आपण को कहि देबा पे चाहउछि तो आपण सीक्रेट फूडी चैनल को आछथि जदि फ्रेंड आपण चाहउछथि ग्रेवी टा आहुरी बहलिया हो तो करिवार किछि नै गैस टिके आपण बंद कर दियंतु मटन हे सला पर रेडी हे सला पर गैस टिके बंद करके आ ऊपर कवर आपण घोड़ेई दियंतु कम से कम फ्रेंड एटा आपण को 5 मिनिट कवर टा घोड़िया को पड़ियो बेसी ना 5 मिनिट गैस टा बंद कर दियंतु कवर टा घोड़ेई रखंतु घोड़ेई रखी सारिबार 5 मिनिट पर आपण जेतेबेले कवर उठेबे आपणको सामने ये जो दृश्य आपण देखुचंदे पूरा बहलिया बहलिया हेइके मटन रो झोलटा बसी जाइछि काहे कि ना फ्रेंड एठी जेहेतु चर्बी थिला तो चर्बीटा आहुरी बसी जाइछि तरकारीटा खाइबार आहुरी अधिक टेस्ट लागिଥାଏ तो ये फ्रेंड देखंतु मु सब करके देखौछि याको आपण रुटी परोटा पूरी सहित भात सहित भी मध्य खाई परिबे ये थिला फ्रेंड आजिर रेसिपी मटन रो तरकारी मैं आशा करूँ फ्रेंड आपण मानकु भल लागिथिबो जदि भल लागुछि लाइक सहित शेयर कमेंट कर दियंतु आ जदि पर्यंत सीक्रेट फूड वन चैनल को सब्सक्राइब करनांती जल्दी लाइक सब्सक्राइब कर दियंतु फ्रेंड सेम उपाय रे आपण याको प्रेशर कुकर रे भी मध्य बनै परिबे डेकिचि रे भी मध्य बनै परिबे खांतु पियंतु केमति लागुछि कमेंट माध्यम रे जणांतु मु चैनल खाइबा को टेस्टी टेस्टी मटन तरकारी गरम